ଖମାଳରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ଆମେ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟଚିତ ଧନ୍ୟବାଦ ଦିଏ। ତା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ବାଇବଲରେ ପ୍ରଭୁଙ୍କର ଅନେକ ନାମ କାହିଁକି ଅଛି? ବାଇବଲରେ ପ୍ରଭୁଙ୍କର ଅନେକ ନାମ କାହିଁକି ଅଛି? এই ବିଷୟରେ ଆମେ ଅଳ୍ପ ସମୟ ଧ୍ୟାନ ଦେବା। ଆମେ ପ୍ରିୟମାନେ ପଢ଼ିବା ହିତୋପଦେଶ 18 ଅଧ୍ୟାୟର 10 ପଦ। ସଦାପ୍ରଭୁଙ୍କ ନାମ ଦୃଢ଼ଗଡ଼, ଧାର୍ମିକ ଲୋକ ତହିଁକି ପଳେଇ ରକ୍ଷା ପାଏ। ପରମେଶ୍ୱରଙ୍କ ନାମ ଗୋଟେ ଦୃଢ଼ଗଡ଼ ଅଟେ। ପ୍ରିୟମାନେ ବାଇବଲରେ ପରମେଶ୍ୱରଙ୍କ ଅନେକ ନାମ ଦିଆଯାଇଛି। ଜିହୋବା ରାଫା, ଯିଏ ସୁସ୍ଥ କରନ୍ତି। ଜିହୋବା ସାଲମ, ଯିଏକି ଶାନ୍ତି ଦିଅନ୍ତି। ଜିହୋବା ନିସି, ଯିଏକି ଆମମାନଙ୍କୁ ଜୟ ପ୍ରଦାନ କରନ୍ତି। ଜିହୋବା ଜିରି, ଯିଏକି ଆମମାନଙ୍କୁ ଜଗାନ୍ତି। ଏସବୁ ନାମ ଗୁଡ଼ିକ ବାଇବଲରେ ପ୍ରଭୁଙ୍କର ଅନେକ ନାମ ଗୁଡ଼ିକ ଦିଆଯାଇଛି, କାରଣ ଆମମାନଙ୍କର ପ୍ରତ୍ୟେକ ପରିସ୍ଥିତିରୁ ଆମକୁ ଉଦ୍ଧାର କରିପାରିବେ, ପ୍ରତ୍ୟେକ ସମସ୍ୟାରୁ ଆମକୁ ଉଦ୍ଧାର କରିପାରିବେ। ସେଥିପାଇଁ ତାଙ୍କର ଅନେକ ନାମ ଗୁଡ଼ିକ ରହିଅଛି। ଯେଉଁ ସମୟରେ ଗୋଟେ ବ୍ୟକ୍ତି ରୋଗରେ ଛଟପଟ ହୁଏ, କଷ୍ଟ ପାଏ, ସେହି ସମୟରେ ଯାତ୍ରା 15 ଅଧ୍ୟାୟର 26 ପଦରେ ସେ ଆମମାନଙ୍କୁ କହୁଛନ୍ତି, ଆମ୍ଭେ ତୁମ୍ଭମାନଙ୍କର ଆରୋଗ୍ୟକାରୀ ପରମେଶ୍ୱର, ଆମ୍ଭେ ତୁମ୍ଭର ଜିହୋବା ରାଫା ଅଟୁ। ପ୍ରିୟମାନେ ପରମେଶ୍ୱରଙ୍କର ଏଥିପାଇଁ ଅନେକ ନାମ ଗୁଡ଼ିକ ଦିଆଯାଇଛି, ଯେ ପ୍ରକାର କି ମନୁଷ୍ୟର ଅନେକ ସମସ୍ୟା ରହିଛି। ମନୁଷ୍ୟର ପ୍ରତ୍ୟେକ ସମସ୍ୟାକୁ ସମାଧାନ କରିବା ନିମନ୍ତେ ପରମେଶ୍ୱରଙ୍କର ବିଭିନ୍ନ ନାମ ଗୁଡ଼ିକ ରହିଅଛି। ଯେଉଁ ସମୟରେ ଜଣେ ବ୍ୟକ୍ତି ରୋଗ କଷ୍ଟ ସମସ୍ୟା ମଧ୍ୟ ଦେଇ ଯାଏ, ସେହି ସମୟରେ ସେହି ରୋଗ କଷ୍ଟ ସମସ୍ୟାରୁ ସେ କି ପ୍ରକାର ଉଦ୍ଧାର ପ୍ରାପ୍ତ ହୁଏ, କାରଣ ଜିହୋବା ରାଫା ଆରୋଗ୍ୟକାରୀ ପରମେଶ୍ୱର, ସେ ଆମକୁ ସୁସ୍ଥ ଦିଅନ୍ତି। ସେଥିପାଇଁ ଆମମାନେ ମେଡ଼ିସିନ ବି ଖାଉ। ଆମେ ମେଡ଼ିସିନ ଖାଇବାଟା ପାପ ନୁହେଁ, ମେଡ଼ିସିନ ନିହାତି ଖାଇବାର ଆବଶ୍ୟକ ରହିଛି, କାରଣ ପରମେଶ୍ୱର ଯେଉଁ କେମିକାଲ ଗୁଡ଼ିକ, ଯେଉଁ ବିଷୟ ଗୁଡ଼ିକ ସେ ତିଆରି କରିଥିଲେ, ସେଥିରୁ କିଛି କିଛି ନେଇ ଲୋକମାନେ ସେମାନେ ମେଡ଼ିସିନ ଗୁଡ଼ିକକୁ ତିଆରି କରିଛନ୍ତି। ଆଉ ସେଇ ମେଡ଼ିସିନ ଖାଇବା ଦ୍ୱାରା ଆମ ଶରୀରରେ ସେହି ଭିଟାମିନ୍ ଗୁଡ଼ିକ ଆସେ, ଯାହାଦ୍ୱାରା କି ଆମେ ସୁସ୍ଥ ହେଉ। ପ୍ରିୟମାନେ ମେଡ଼ିସିନ ଖାଇବା ସମୟରେ ମଧ୍ୟ ଆମେ ପ୍ରାର୍ଥନା କରି ଆମେ ମେଡ଼ିସିନ ଆମେ ଖାଉ, କାରଣ ଔଷଧ ଆମକୁ ସୁସ୍ଥ ଦେବ ନାହିଁ। ଔଷଧ ଆମକୁ ଆବଶ୍ୟକ ରହିଛି, ମାତ୍ର ସୁସ୍ଥତା ପ୍ରଭୁଙ୍କ ଠାରୁ ଆସେ। ସେଥିପାଇଁ ଯେଉଁ ସମୟରେ ଆମେ ରୋଗ ମଧ୍ୟ ଦେଇଯାଉ, ସେହି ସମୟରେ ଆମେ କହୁ, ଜିହୋବା ରାଫା ଆରୋଗ୍ୟକାରୀ ପରମେଶ୍ୱର, ଚଙ୍ଗାଇ ଦେନେ ବାଲା ପରମେଶ୍ୱର। ଆମେ ଏହି ପ୍ରକାର ଆମେ କହୁ। ଆମେ ଯେଉଁ ସମୟରେ ଆମେ ବିଭିନ୍ନ କ୍ଷେତ୍ରରେ ପରାଜୟ ହେଇଯାଉ, ହାରିଯାଉ, ଆମେ ପଡ଼ିଯାଉ, ଆମେ ହତାଶ ନିରାଶ ହେଇଯାଉ, ସେତେବେଳେ ଜିହୋବା ନିସି, ଜିହୋବା ନିସି ମାନେ କ'ଣ? ସଦାପ୍ରଭୁ ଆମମାନଙ୍କ ଧ୍ୱଜା, ସଦାପ୍ରଭୁ ଆମମାନଙ୍କୁ ବିଜୟ ଦେବା ପରମେଶ୍ୱର। ପ୍ରିୟମାନେ ଆଜି ମନୁଷ୍ୟ ପରାଜୟ ଅବସ୍ଥାରେ ଅଛି। ବିଭିନ୍ନ କ୍ଷେତ୍ରରେ, ପାରିବାରିକ କ୍ଷେତ୍ରରେ, ବିଜନେସ୍ ଷ୍ଟଡିରେ, ସେମାନେ ଆତ୍ମିକ କ୍ଷେତ୍ରରେ ପରାଜୟ ଅବସ୍ଥାରେ ଅଛନ୍ତି। ଆଉ ଆମର ପରମେଶ୍ୱର ସେ ଜିହୋବା ନିସି ଅଟନ୍ତି। ସେ ଆମମାନଙ୍କର ପରାଜୟରୁ ଆମକୁ ଉଦ୍ଧାର କରିବେ ଓ ଆମ୍ଭକୁ ଜୟ ପ୍ରଦାନ କରିବା ପରମେଶ୍ୱର ସେ ଅଟନ୍ତି। ସେଥିପାଇଁ ପରମେଶ୍ୱର ପ୍ରତି ପରିସ୍ଥିତିରେ ଆମ ସମସ୍ତଙ୍କୁ ସେ ଉଦ୍ଧାର କରିପାରିବେ, ରକ୍ଷା କରିପାରିବେ। ସେଥିପାଇଁ ସଦାପ୍ରଭୁଙ୍କ ନାମ ଦୃଢ଼ଗଡ଼, ଧାର୍ମିକ ଲୋକ ତହିଁକି ପଳେଇ ରକ୍ଷା ପାଏ। ଯେଉଁ ସମୟରେ ଆମ ଜୀବନରେ ରୋଗ ଆସେ, ଆମେ ସେହି ସ୍ଥାନକୁ ପଳେଇ ଯିବାର ଅଛି। ପରାଜୟ ଆସେ, ସେହି ସ୍ଥାନକୁ ପଳେଇ ଯିବାର ଅଛି। ଜିହୋବା ଜିରି ମାନେ କ'ଣ? ସଦାପ୍ରଭୁ ଜଗାଇବେ। ଅବ୍ରାହମକୁ ପରମେଶ୍ୱର ସେ ପାହାଡ଼ ଉପରେ, ଭାବନ୍ତୁ, ଯେଉଁ ପାହାଡ଼ ଉପରେ କୌଣସି ପ୍ରକାର ଭାବରେ କିଛି ମିଳିବ ନାହିଁ, ସେହି ପାହାଡ଼ ଉପରେ ପରମେଶ୍ୱର ତାଙ୍କୁ ଗୋଟିଏ ମେଣ୍ଢା ଛୁଆ ଯୋଗାଇଲେ। କାରଣ ପରମେଶ୍ୱର କହିଥିଲେ, ତୁମର ଏକମାତ୍ର ପୁତ୍ର ଯାହା ଇସାକକୁ ତୁମେ ପ୍ରେମ କରୁଛ, ତାହାକୁ ନେଇ ତୁମେ ମୋରିଆ ପର୍ବତରେ, ମୋରିଆ ଦେଶରେ ତୁମେ ବଳିଦାନ କର। ଅବ୍ରାହମ
आपणार एकमात्र पुत्र को बलिदान करने समय परमेश्वर कहले बलिदान दियो नहीं, कारण बालकर कौन क्षति कर ना आम बालक दरकार नहीं, तुमर आम प्रति भय अच्छी कि नहीं ताहा आम देखा चाहूलु। एबे जाओ सेठी गोटे मेढा छुआ अच्छी ताकू आनी तुम्हें बलिदान कर। से अब्राहम कहले जिहोवा जिरी। प्रिय माने अब्राहम को मेढा जोगेले आमको कौन कौन जोगे तार हिसाब नहीं। यही प्रकार विषय गुड़िक जोगे जो समय फाइनेंस आवश्यक फाइनेंस जोगेले, जो समय आम को बल आवश्यक थिला बल आम को जोगेले, जो समय आम को उत्साहित कर उत्साहित कले, कारण से आम जिहोवा जिरी सदा प्रभु जगाती यही प्रकार परमेश्वर से अटंती। प्रिय माने से बाइबल रे आपण जिहोवा सदा प्रभु सर्वशक्तिमान परमेश्वर विभिन्न प्रकार नाम गुड़िक परमेश्वर से आपणा देइछंती। कारण से नाम गुड़िक कौन दृढ़ गढ़। जो समय शत्रु कौन सी व्यक्ति को आक्रमण करुले से माने ही दृढ़ गढ़ जाई से माने सुरक्षा पाउथिले। परमेश्वर नाम दृढ़ गढ़, समस्ते से स्थान को जीवे नहीं। धार्मिक माने से स्थान को जाई से माने रक्षा पाइबे, से माने उद्धार पाइबे। से आज मध्य आपणकर हजार प्रकार समस्या थिले परमेश्वर हजार प्रकार भावरे आपणकर समस्यार समाधान करिवे। से आपणकर रोगरे आपण व्यस्त हुंतु नहीं। जिहोवा राफा अटंती अच्छी। जो समय आपण अभाव मध्य दे जाउचंती जिहोवा जिरी अच्छी। जो समय आपण अशांति मध्य दे जाउचंती से समय जिहोवा सालम शांति देवा परमेश्वर। प्रिय माने अन्य कौन सी विषय आमको शांति दे पारे नहीं। आमान को परमेश्वर शांतिर राजा अटंती, मालिक अटंती, से आमान को शांति देवे। से बाइबल रे परमेश्वर अनेक नाम गुड़िक दि जाइए। आउ सही नाम आमानकर दृढ़ गढ़ अटे। जेकोसी परिस्थिति आम जीवन रे आसे आमे धाई सही नाम निकट को पलैबा, से प्रभुंक निकट को पलैबा। जेते बेले मध्य आमे सही प्रभुंक निकट को जीवा आमे सही समय आमे सुरक्षित रहिबु। यीशु नामर अर्थ कौन? से आपणा लोक माननकु सेमानक पापरु परित्राण करिवे। उद्धारकारी नाम, रक्षाकारी नाम, मुक्तिर नाम। प्रिय माने परमेश्वरंकर अनेक नाम गुड़िक बाइबल अच्छी। कहीं अच्छी? कारण मनुष्यर अनेक समस्या रही। प्रत्येक समस्यार समाधान करने परमेश्वर आपणार अनेक नाम गुड़िक रखिछन। आज ये संदेश आपण शुणुचंती, आपण अभाव अच्छी कि, रोगरे अच्छी कि, अशांति अच्छी कि, आपण जेकोसी परिस्थिति थिले मध्य आपण प्रभुंक निकट को जाइपारे। जदि आप पराजय अवस्था अच्छी जिहोवा निशिंक पाकु जाइपारे। आप अभाव अच्छा जिहोवा जेरी पाकु जातु। आप रोगरे अच्छा जिहोवा राफांक पाकु जातु। आज मध्य परमेश्वर आमको सुस्थ आरोग्य करने से सामर्थ्यवान अटंती। से परमेश्वर नाम दृढ़ गढ़ अटे। से ना को शैतान डरे। से नाम रे त्रिभुवन कंपी उठे। से प्रकार शक्तिशाली नाम। आसतु से ही नाम निकट को जीवा। से ही नाम आम लुचिबार स्थान। से ही नाम आम दृढ़ गढ़। दुर्दशा काल रे अति निकटवर्ती सहाय प्रार्थना करने जीवा। मंगलमय पिता, मु तुमको धन्यवाद दिए। तुम पवित्र वाक्य द्वारा तुम्हें आम समस्त को प्रति समय कथबार्ता होच। से तुमको धन्यवाद दिए। प्रत्येक को आशीर्वाद करो, जत्न नियो आम प्रार्थना करुचु। प्रभु तुम नाम दृढ़ गढ़ अटे। प्रभु तुम नाम सुरक्षार स्थान अटे। हालेलुया। मु तुमको धन्यवाद प्रशंसा करे। आम समस्त को अनुग्रह कर, आशीर्वाद कर। आम अनेक समय भांगी पड़ू, दुर्बल हो जाओ। से तुम्हें आपणार अनेक नाम गुड़िक रखीच, जे प्रकार कि आम से नाम गुड़िक निकट को जाई आम रक्षा उद्धार पाइपर। धन्यवाद प्रभु। प्रार्थना शुणिछ। प्रार्थना प्रिय प्रभु यीशु नाम रे मागुछु। आमेन आमेन। प्रेज द लॉर्ड। प्रभु आम समस्त को प्रचुर भाव आशीर्वाद करंतु। प्रभु अनुग्रह करे। आसंता अध्याय गोटे नुआ प्रसंग रे परस्पर सहित साक्षात रहिबा। समस्त को नमस्कार। प्रेज द लॉर्ड। गॉड ब्लेस यू।